ପାଣ୍ଡବମାନେ 12 ବର୍ଷ ବନବାସ ଓ 1 ବର୍ଷ ଅଜ୍ଞାତବାସ କରିବା ପରେ ପୂର୍ବ ପ୍ରତିଜ୍ଞା ଅନୁସାରେ ଯେତେବେଳେ ନିଜର ଅଧାରାଜ୍ୟ ମାଗିଲେ, ସେତେବେଳେ ଅଧାରାଜ୍ୟ କ'ଣ ବିନା ଯୁଦ୍ଧରେ ତୀକ୍ଷ୍ମ ସୂଚକ୍ର ପରିମିତ ଭୂମି ଦେବା ପାଇଁ ମଧ୍ୟ ଦୁର୍ଯ୍ୟୋଧନ ସ୍ୱୀକାର କଲେ ନାହିଁ। ତେଣୁ ପାଣ୍ଡବମାନେ ମାତା କୁନ୍ତୀଙ୍କ ଆଦେଶ ଅନୁସାରେ ଯୁଦ୍ଧ ସ୍ୱୀକାର କଲେ। ଏହି ରୂପେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ହେବା ସ୍ଥିର ହୋଇଗଲା ଏବଂ ସେହି ଅନୁସାରେ ଉଭୟ ପକ୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ମହର୍ଷି ବେଦବ୍ୟାସଙ୍କର ଧୃତରାଷ୍ଟ୍ରଙ୍କ ପ୍ରତି ଅଗାଧ ସ୍ନେହ ଥିବାରୁ ସେ ତାଙ୍କ ନିକଟକୁ ଆସି କହିଲେ, ଯୁଦ୍ଧ ହେବା ଏବଂ ଯୁଦ୍ଧରେ କ୍ଷତ୍ରିୟମାନଙ୍କର ମହାସଂହାର ହେବା ଅବଶ୍ୟଭାବୀ। ଏହାକୁ କେହି ଏଡ଼ାଇ ପାରିବେ ନାହିଁ। ତୁମେ ଯୁଦ୍ଧ ଦେଖିବାକୁ ଚାହିଁଲେ ମୁଁ ତୁମକୁ ଦିବ୍ୟ ଦୃଷ୍ଟି ଦେଇପାରିବି, ଫଳରେ ତୁମେ ଏଇଠି ଥାଇ ଭଲ ଭାବରେ ଯୁଦ୍ଧ ଦେଖିପାରିବ। ବେଦବ୍ୟାସଙ୍କ ବଚନ ଶୁଣି ଧୃତରାଷ୍ଟ୍ର କହିଲେ, ମୁଁ ସାରା ଜୀବନ ଅନ୍ଧ ହୋଇ ରହିଲି। ଏବେ ମୁଁ ନିଜର କୁଳ ସଂହାର ଦେଖିବାକୁ ଚାହେଁ ନା, ମାତ୍ର ଯୁଦ୍ଧ କିପରି ହେଉଛି ସେହି ସମାଚାର ଅବଶ୍ୟ ଶୁଣିବାକୁ ଚାହେଁ। ବେଦବ୍ୟାସ କହିଲେ, ମୁଁ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ଦେଉଛି, ଯାହା ସାହାଯ୍ୟରେ ସେ ଯୁଦ୍ଧର ସମସ୍ତ ଘଟଣାବଳୀ ଓ ସୈନିକମାନଙ୍କ ମନ କଥା ମଧ୍ୟ ଜାଣିପାରିବ, ଶୁଣିପାରିବ, ଦେଖିପାରିବ ଓ ସମସ୍ତ ବୃତ୍ତାନ୍ତ ତୁମକୁ ଶୁଣାଇଦେବ। ଏହା କହି ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟ ଦୃଷ୍ଟି ପ୍ରଦାନ କଲେ। ନିର୍ଦ୍ଧାରିତ ସମୟରେ କୁରୁକ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେଲା। 10 ଦିନ ପର୍ଯ୍ୟନ୍ତ ସଞ୍ଜୟ ଯୁଦ୍ଧସ୍ଥଳରେ ରହିଲେ। ପିତାମହ ଭୀଷ୍ମଙ୍କୁ ଶରାଘାତ ଦ୍ୱାରା ଭୂପତିତ କରାଯିବା ପରେ ସଞ୍ଜୟ ହସ୍ତିନାପୁର ଆସି ଧୃତରାଷ୍ଟ୍ରଙ୍କୁ ଏହି ସମାଚାର ଶୁଣାଇଲେ। ଏହି ସମାଚାର ଶୁଣି ଧୃତରାଷ୍ଟ୍ର ଅତ୍ୟନ୍ତ ଦୁଃଖିତ ହୋଇ ବିଳାପ କରିବାକୁ ଲାଗିଲେ ଏବଂ ସଞ୍ଜୟଙ୍କୁ ଯୁଦ୍ଧର ସମସ୍ତ ବୃତ୍ତାନ୍ତ ଶୁଣାଇଦେବାକୁ କହିଲେ। ଜୟ ଶ୍ରୀକୃଷ୍ଣ ବନ୍ଧୁଗଣ, ମୁଁ ସୁରଜ ଆପଣ ସମସ୍ତ ଭ୍ୟୁଅର୍ସକୁ ମୋର ଆଧ୍ୟାତ୍ମିକ ଚ୍ୟାନେଲ ଆତ୍ମବିଜ୍ଞାନ ଓଡ଼ିଆରେ ସ୍ୱାଗତ ଜଣାଉଛି। ତେବେ ବନ୍ଧୁଗଣ, ମୁଁ ଯେପରି ଗୀତାର ଭିନ୍ନ ଭିନ୍ନ ଶ୍ଲୋକ ରାଣ୍ଡମଲି ଆଲୋଚନା କରି ଆସୁଥିଲି, ତେବେ ଏବେଠୁ ମୁଁ ସ୍ଥିର କରିଛି ଯେ ସମ୍ପୂର୍ଣ୍ଣ ଗୀତାକୁ ମୁଁ ପ୍ରଥମ ଶ୍ଲୋକରୁ ନେଇ ଶେଷ ଶ୍ଲୋକ ପର୍ଯ୍ୟନ୍ତ ଆବୃତ୍ତି କରି ଚାଲିବି ଏବଂ ମୋର ନେକ୍ସଟ ଭିଡ଼ିଓ ଗୁଡ଼ିକରେ ତାହା ମୁଁ ଅପଲୋଡ଼ କରିବି। ତେବେ ସେହି ପରିପ୍ରେକ୍ଷୀରେ ଆଜି ଆମେ ଶ୍ରୀମଦ୍ ଭଗବତ ଗୀତାର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଲୋକ ବିଷୟରେ ଜାଣିବା। ତେବେ ବନ୍ଧୁଗଣ, ଚାଲନ୍ତୁ ଆଗେ ଶ୍ଲୋକଟିକୁ ଆବୃତ୍ତି କରିବା। ଧୃତରାଷ୍ଟ୍ର ଉବାଚ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ମାମକାଃ ପାଣ୍ଡବାଶ୍ଚୈବ କିମ କୁର୍ବତ୍ ସଞ୍ଜୟଃ। ଅର୍ଥାତ୍ ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ, ଧର୍ମଭୂମି କୁରୁକ୍ଷେତ୍ରରେ ଯୁଦ୍ଧ ଇଚ୍ଛା ରଖି ଏକତ୍ରିତ ହୋଇଥିବା ମୋର ଓ ପାଣ୍ଡୁଙ୍କର ପୁତ୍ରମାନେ କ'ଣ କଲେ? ବ୍ୟାଖ୍ୟା। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ, କୁରୁକ୍ଷେତ୍ରରେ ଦେବତାମାନେ ଯଜ୍ଞ କରିଥିଲେ। ରାଜା କୁରୁ ମଧ୍ୟ ଏଠାରେ ତପସ୍ୟା କରିଥିଲେ। ଯଜ୍ଞାଦି ଧର୍ମମୟ କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ତଥା ରାଜା କୁରୁଙ୍କର ତପୋଭୂମି ହୋଇଥିବାରୁ ଏହାକୁ ଧର୍ମଭୂମି କୁରୁକ୍ଷେତ୍ର କୁହାଯାଇଛି। ଏଠାରେ ଧର୍ମକ୍ଷେତ୍ରେ ସହ କୁରୁକ୍ଷେତ୍ରେ ପଦଗୁଡ଼ିକର କ୍ଷେତ୍ର ଶବ୍ଦ ବ୍ୟବହାର କରିବାରେ ଧୃତରାଷ୍ଟ୍ରଙ୍କର ଅଭିପ୍ରାୟ ହେଲା, ଏହା ଆମ କୁରୁବଂଶୀମାନଙ୍କର ଭୂମି। ଏହା କେବଳ ଯୁଦ୍ଧଭୂମି ନୁହେଁ, ବରଂ ତୀର୍ଥଭୂମି ମଧ୍ୟ। ଏଠାରେ ପ୍ରାଣୀ ଜୀବିତ ଅବସ୍ଥାରେ ପବିତ୍ର କର୍ମ କରି ନିଜର କଲ୍ୟାଣ କରିପାରିବ। ଲୌକିକ ଓ ପାରଲୌକିକ ସବୁ ପ୍ରକାର ଲାଭ କଥା ବିଚାର କରି ଏବଂ ଶ୍ରେଷ୍ଠ ପୁରୁଷମାନଙ୍କର ସମ୍ମତି ନେଇ ଯୁଦ୍ଧ ପାଇଁ ଏହି ଭୂମି ସ୍ଥିରୀକୃତ ହୋଇଛି। ସଂସାରରେ କଳହ ପ୍ରାୟ 3ଟି କାରଣରୁ ହୁଏ: ଭୂମି, ଧନ ଓ ସ୍ତ୍ରୀ। ଏହି 3ଟି ମଧ୍ୟରୁ ରାଜାମାନେ ମୁଖ୍ୟତଃ ଭୂମି ପାଇଁ କଳହ କରନ୍ତି। ଏଠାରେ ମଧ୍ୟ ଭୂମି ଯୋଗୁଁ ଯୁଦ୍ଧ ହେଉଥିବା କାରଣରୁ କୁରୁକ୍ଷେତ୍ର ଶବ୍ଦ ବ୍ୟବହାର କରାଯାଇଛି। ଧୃତରାଷ୍ଟ୍ରଙ୍କର ପୁତ୍ର ଓ ପାଣ୍ଡୁଙ୍କର ପୁତ୍ର ସମସ୍ତେ କୁରୁବଂଶର ଅନ୍ତର୍ଗତ। କୁରୁବଂଶୀ ହୋଇଥିବାରୁ କୁରୁକ୍ଷେତ୍ରରେ ଅର୍ଥାତ୍ ରାଜା କୁରୁଙ୍କ ଭୂମିରେ ଉଭୟଙ୍କର ସମାନ ଅଧିକାର ରହିଛି। ତେଣୁ କୌରବମାନେ ପାଣ୍ଡବମାନଙ୍କୁ ସେମାନଙ୍କର ଭୂମି ନ ଦେବା ଯୋଗୁଁ ଉଭୟ ପକ୍ଷ ଭୂମି ପାଇଁ ଯୁଦ୍ଧ କରିବାକୁ ଆସିଛି। ନିଜର ଭୂମି ହୋଇଥିବାରୁ ଉଭୟଙ୍କ ପାଇଁ କୁରୁକ୍ଷେତ୍ର ପଦ ପ୍ରୟୋଗ କରିବା ଯୁକ୍ତିସଙ୍ଗତ ଓ ନ୍ୟାୟସଙ୍ଗତ ହୋଇଥିଲେ ମଧ୍ୟ ଆମର ବୈଦିକ ସନାତନ ସଂସ୍କୃତି ଏତେ ବିଲକ୍ଷଣ ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଧର୍ମକୁ ସମ୍ମୁଖରେ ରଖି କରାଯାଏ। ଯୁଦ୍ଧରେ ମୃତ ପ୍ରାଣୀମାନଙ୍କର ଉଦ୍ଧାର ଓ କଲ୍ୟାଣ ଉଦ୍ଦେଶ୍ୟରେ ଯୁଦ୍ଧ ଭଳି କାର୍ଯ୍ୟ ମଧ୍ୟ ଧର୍ମଭୂମି ଅର୍ଥାତ୍ ତୀର୍ଥଭୂମିରେ କରାଯାଏ।
ତେଣୁ ଏଠାରେ କୁରୁକ୍ଷେତ୍ର ସହିତ ଧର୍ମକ୍ଷେତ୍ର ପଦ ବ୍ୟବହୃତ ହୋଇଛି। ଏଠାରେ ଆରମ୍ଭରେ ଧର୍ମପଦରୁ ଅନ୍ୟ ଏକ ଭାବ ପ୍ରକାଶିତ ହୁଏ। ଯଦି ଆରମ୍ଭର ଧର୍ମପଦରୁ ଧର୍ ନିଆଯାଏ ଏବଂ ଅଷ୍ଟାଦଶ ଅଧ୍ୟାୟର ଅନ୍ତିମ ଶ୍ଲୋକରେ ମମ ପଦରୁ ମ ନିଆଯାଏ, ତେବେ ଧର୍ମ ଶବ୍ଦ ଗଠିତ ହୋଇଯାଉଛି। ଅତଏବ ସମ୍ପୂର୍ଣ୍ଣ ଗୀତା ଧର୍ମର ଅନ୍ତର୍ଗତ, ଅର୍ଥାତ୍ ଧର୍ମ ପାଳନ କଲେ ଗୀତାର ସମସ୍ତ ସିଦ୍ଧାନ୍ତ ପାଳିତ ହୋଇଯାଏ ଏବଂ ଗୀତାର ସିଦ୍ଧାନ୍ତ ଅନୁସାରେ କର୍ତ୍ତବ୍ୟ କର୍ମ କଲେ ଧର୍ମର ଅନୁଷ୍ଠାନ ହୋଇଯାଏ। ଏହି ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ପଦରୁ ପ୍ରତ୍ୟେକ ମନୁଷ୍ୟ ଶିକ୍ଷା ଗ୍ରହଣ କରିବା ଉଚିତ ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଧର୍ମକୁ ସମ୍ମୁଖରେ ରଖି କରିବା ଆବଶ୍ୟକ। କୌଣସି କାର୍ଯ୍ୟ ନିଜର ସୁଖ ଆରାମ ପାଇଁ ନ କରି ସମସ୍ତଙ୍କ ହିତ ନିମନ୍ତେ କରିବା ବିଧେୟ ଏବଂ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ଶାସ୍ତ୍ରର ଅନୁସରଣ କରିବା ବିଧେୟ। ସମବେତା ଯୁଜୁତ୍ସବ। ରାଜାମାନଙ୍କ ଦ୍ୱାରା ବାରମ୍ବାର ସନ୍ଧି ପ୍ରସ୍ତାବ ରଖାଯାଇଥିଲେ ମଧ୍ୟ ମୋର ପୁତ୍ର ଦୁର୍ଯ୍ୟୋଧନ ତାହା ସ୍ୱୀକାର କଲା ନାହିଁ। କେବଳ ସେତିକି ନୁହେଁ, ଭଗବାନ ଶ୍ରୀକୃଷ୍ଣ କହିବା ସତ୍ତ୍ୱେ ଦୁର୍ଯ୍ୟୋଧନ ବିନା ଯୁଦ୍ଧରେ ପାଣ୍ଡବମାନଙ୍କୁ ସୁଚଗ୍ର ପରିମିତ ଭୂମି ଦେବ ନାହିଁ ବୋଲି ସ୍ପଷ୍ଟ କହିଦେଲା। ତେଣୁ ବାଧ୍ୟ ହୋଇ ପାଣ୍ଡବମାନେ ଯୁଦ୍ଧ ସ୍ୱୀକାର କଲେ। ଏହି ପ୍ରକାରେ ମୋର ପୁତ୍ର ଓ ପାଣ୍ଡୁଙ୍କର ପୁତ୍ର ଯୁଦ୍ଧେଚ୍ଛାରେ ସୈନ୍ୟ ଏକତ୍ରିତ ହୋଇଛନ୍ତି। ଉଭୟ ସେନାଙ୍କର ଯୁଦ୍ଧେଚ୍ଛା ଥିଲେ ମଧ୍ୟ ଦୁର୍ଯ୍ୟୋଧନଙ୍କର ବିଶେଷ ଇଚ୍ଛା ଥିଲା। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟ ପ୍ରାପ୍ତି। ଧର୍ମରେ ହେଉ ବା ଅଧର୍ମରେ ହେଉ, ନ୍ୟାୟରେ ହେଉ ବା ଅନ୍ୟାୟରେ ହେଉ, ବିହିତ ରୀତିରେ ହେଉ ବା ନିଷିଦ୍ଧ ରୀତିରେ ହେଉ, ରାଜ୍ୟ ପ୍ରାପ୍ତି ହିଁ ତାଙ୍କର ଏକମାତ୍ର ଧ୍ୟେୟ ଥିଲା। ତେଣୁ ଦୁର୍ଯ୍ୟୋଧନଙ୍କ ପକ୍ଷ ହିଁ ବିଶେଷ ରୂପେ ଯୁଯୁତ୍ସୁ ବା ଯୁଦ୍ଧାକାଂକ୍ଷୀ ଥିଲେ। ପାଣ୍ଡବମାନେ ଧର୍ମକୁ ଗୁରୁତ୍ୱ ଦେଉଥିଲେ। ସେମାନେ ଭାବୁଥିଲେ ଆମେ କୌଣସି ପ୍ରକାରେ ଜୀବନ ନିର୍ବାହ କରିନେବୁ ପଛେ, କିନ୍ତୁ ଧର୍ମ ବିରୁଦ୍ଧ କାର୍ଯ୍ୟ କରିବୁ ନାହିଁ। ଏଥିପାଇଁ ମହାରାଜ ଯୁଧିଷ୍ଠିର ଯୁଦ୍ଧ କରିବାକୁ ଚାହୁଁନଥିଲେ। ମାତ୍ର ଯେଉଁ ମାଙ୍କ ଆଜ୍ଞାରେ ଚାରି ଭାଇଙ୍କ ସହିତ ସେ ଦ୍ରୌପଦୀଙ୍କୁ ବିବାହ କରିଥିଲେ, ସେହି ମାଙ୍କର ଆଜ୍ଞା ଯୋଗୁଁ ତାଙ୍କର ଯୁଦ୍ଧରେ ପ୍ରବୃତ୍ତି ହୋଇଥିଲା। ଅର୍ଥାତ୍ କେବଳ ମାତୃ ଆଜ୍ଞା ପାଳନ ରୂପକ ଧର୍ମ ଦୃଷ୍ଟିରୁ ଯୁଧିଷ୍ଠିର ଯୁଦ୍ଧ କରିବା ପାଇଁ ଇଚ୍ଛା ପ୍ରକାଶ କଲେ। ତାତ୍ପର୍ଯ୍ୟ ହେଲା ଦୁର୍ଯ୍ୟୋଧନ ଆଦି ତ ରାଜ୍ୟ ପାଇଁ ଯୁଯୁତ୍ସୁ ଥିଲେ, ମାତ୍ର ପାଣ୍ଡବ ଧର୍ମ ଦୃଷ୍ଟିରୁ ଯୁଯୁତ୍ସୁ ଥିଲେ। ମାମକାହା ପାଣ୍ଡବାଶ୍ଚୈବ। ପାଣ୍ଡବ ଧୃତରାଷ୍ଟ୍ରଙ୍କ ପିତାଙ୍କ ବଡ଼ ଭାଇ ହୋଇଥିବାରୁ ପିତୃତୁଲ୍ୟ ମନେ କରୁଥିଲେ ଏବଂ ତାଙ୍କର ଆଜ୍ଞା ପାଳନ କରୁଥିଲେ। ଧୃତରାଷ୍ଟ୍ର ଅନୁଚିତ ଆଜ୍ଞା ଦେଉଥିଲେ ମଧ୍ୟ ପାଣ୍ଡବ ଉଚିତ ଅନୁଚିତ ବିଚାର ନ କରି ତାଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରୁଥିଲେ। ତେଣୁ ଏଠାରେ କୌରବ ଓ ପାଣ୍ଡବ ଉଭୟ ମାମକାହା ଶବ୍ଦର ଅନ୍ତର୍ଗତ। ତଥାପି ପାଣ୍ଡବାହା ପଦ ପୃଥକ ଭାବେ କହିବାର ତାତ୍ପର୍ଯ୍ୟ ହେଲା ଧୃତରାଷ୍ଟ୍ରଙ୍କର ନିଜ ପୁତ୍ର ଓ ପାଣ୍ଡୁପୁତ୍ରଙ୍କ ପ୍ରତି ସମଭାବ ନଥିଲା। ତାଙ୍କଠାରେ ପକ୍ଷପାତିତା ଥିଲା ଓ ନିଜ ପୁତ୍ରଙ୍କ ପ୍ରତି ମୋହ ଥିଲା। ସେ ଦୁର୍ଯ୍ୟୋଧନ ଆଦିଙ୍କୁ ତ ନିଜର ମନେ କରୁଥିଲେ, କିନ୍ତୁ ପାଣ୍ଡବଙ୍କୁ ନିଜର ମନେ କରୁନଥିଲେ। ଏହି କାରଣରୁ ସେ ନିଜ ପୁତ୍ରଙ୍କ ପାଇଁ ମାମକାହା ଓ ପାଣ୍ଡୁପୁତ୍ରଙ୍କ ପାଇଁ ପାଣ୍ଡବାହା ପଦ ପ୍ରୟୋଗ କରିଛନ୍ତି। କାରଣ ଅନ୍ତରର ଭାବ ହିଁ ବାଣୀରେ ପ୍ରକାଶ ପାଏ। ଏହି ଦ୍ୱୈତ ଭାବ ଯୋଗୁଁ ଧୃତରାଷ୍ଟ୍ରଙ୍କୁ ନିଜ କୁଳ ସଂହାରର ଦୁଃଖ ଭୋଗ କରିବାକୁ ପଡ଼ିଲା। ଏହି କଥାରୁ ସମସ୍ତେ ଶିକ୍ଷା ଗ୍ରହଣ କରିନେବା ଉଚିତ ଯେ ସେମାନେ ସେମାନଙ୍କ ଘରେ, ସାହିରେ, ଗ୍ରାମରେ, ପ୍ରଦେଶରେ, ଦେଶରେ, ସମ୍ପ୍ରଦାୟରେ ଦ୍ୱୈତ ଭାବ ଅର୍ଥାତ୍ ଏମାନେ ଆପଣାର ଓ ଏମାନେ ପର ଏପରି ଭାବ ରଖିବେ ନାହିଁ। ଦ୍ୱୈତ ଭାବ ଯୋଗୁଁ ପରସ୍ପର ମଧ୍ୟରେ ପ୍ରେମ ଓ ସ୍ନେହ ରହେ ନାହିଁ, ବରଂ କଳହ ସୃଷ୍ଟି ହୁଏ। ଏଠାରେ ପାଣ୍ଡବାହା ପଦ ସହିତ ଏବ ପଦ ପ୍ରୟୋଗ କରିବାର ତାତ୍ପର୍ଯ୍ୟ ହେଲା ପାଣ୍ଡବମାନେ ତ ବଡ଼ ଧର୍ମାତ୍ମା, ତେଣୁ ଯୁଦ୍ଧ କରିବା ସେମାନଙ୍କ ପକ୍ଷେ ଉଚିତ ନୁହେଁ। ସେମାନେ ମଧ୍ୟ ଯୁଦ୍ଧ କରିବାକୁ ରଣଭୂମିକୁ ଆସିଗଲେ, ତେବେ ସେମାନେ ସେଠାରେ କ'ଣ କଲେ? ମାମକାହା ପାଣ୍ଡବା। ଏଥିମଧ୍ୟରୁ ମାମକାହା ପଦର ଉତ୍ତରରେ ପରବର୍ତ୍ତୀ ଦ୍ୱିତୀୟ ଶ୍ଲୋକଠାରୁ 13ଶ ଶ୍ଲୋକ ପର୍ଯ୍ୟନ୍ତ ସଞ୍ଜୟ କହିବେ ଯେ ଆପଣଙ୍କ ପୁତ୍ର ଦୁର୍ଯ୍ୟୋଧନ ପାଣ୍ଡବ ସେନାକୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ମନରେ ପାଣ୍ଡବଙ୍କ ପ୍ରତି ଦ୍ୱେଷ ସୃଷ୍ଟି କରିବା ନିମନ୍ତେ ତାଙ୍କ ପାଖକୁ ଯାଇ ପାଣ୍ଡବଙ୍କର ମୁଖ୍ୟ ମୁଖ୍ୟ ସେନାପତିଙ୍କ ନାମ କହିଲେ। ତାପରେ ଦୁର୍ଯ୍ୟୋଧନ ନିଜ ସେନାରେ ମୁଖ୍ୟ ଯୋଦ୍ଧାଙ୍କର ନାମ କହି ସେମାନଙ୍କର ରଣକୌଶଳ ଆଦିର ପ୍ରଶଂସା କଲେ। ଦୁର୍ଯ୍ୟୋଧନଙ୍କୁ ପ୍ରସନ୍ନ କରିବା ପାଇଁ ପିତାମହ ଭୀଷ୍ମ ଉଚ୍ଚ ସ୍ୱରରେ ଶଙ୍ଖବାଦନ କଲେ। ଶଙ୍ଖବାଦନ ଶୁଣି କୌରବ ସେନାର ଶଙ୍ଖ ଆଦି ବାଦ୍ୟ ବାଜି ଉଠିଲା। ପୁଣି ପୁନଶ୍ଚ 14ଶ ଶ୍ଲୋକରୁ 19ଶ ଶ୍ଲୋକ ପର୍ଯ୍ୟନ୍ତ ପାଣ୍ଡବାହା ପଦର ଉତ୍ତରରେ କହିବେ ଯେ ରଥରେ ବିରାଜମାନ ପାଣ୍ଡବ ପକ୍ଷ ଭଗବାନ ଶ୍ରୀକୃଷ୍ଣ ଶଙ୍ଖବାଦନ କଲେ। ତତ୍ପଶ୍ଚାତ୍ ଅର୍ଜୁନ, ଭୀମ, ଯୁଧିଷ୍ଠିର, ନକୁଳ, ସହଦେବ ପ୍ରଭୃତି ନିଜ ନିଜର ଶଙ୍ଖ ବଜାଇଲେ।
ସେହି ଶଙ୍ଖଧ୍ୱନିରେ ଦୁର୍ଯ୍ୟୋଧନଙ୍କ ସେନାର ହୃଦୟ ପ୍ରକମ୍ପିତ ହୋଇଗଲା। ତାପରେ ସଞ୍ଜୟ ପାଣ୍ଡବଙ୍କ ବିଷୟରେ କହୁ କହୁ 20 ଶ୍ଲୋକଠାରୁ ଶ୍ରୀକୃଷ୍ଣ ଅର୍ଜୁନଙ୍କର ସମ୍ବାଦ ପ୍ରସଙ୍ଗ ଆରମ୍ଭ କରିଦେବେ। କିମ୍ ଅକୁର୍ବତ୍। କିମ୍ ଶବ୍ଦର 3ଟି ଅର୍ଥ ହୁଏ ବିକଳ୍ପ, ନିନ୍ଦା ଓ ପ୍ରଶ୍ନ। ଯୁଦ୍ଧ ହେଲା କି ନାହିଁ, ଏପରି ବିକଳ୍ପ ଏଠାରେ ଗ୍ରହଣୀୟ ନୁହେଁ, କାରଣ 10 ଦିନ ଧରି ଯୁଦ୍ଧ ହୋଇସାରିଛି ଏବଂ ଭୀଷ୍ମଙ୍କୁ ରଥରୁ ଭୂପତିତ କରାଯିବା ପରେ ସଞ୍ଜୟ ହସ୍ତିନାପୁର ଆସି ଧୃତରାଷ୍ଟ୍ରଙ୍କୁ ସେଠାକାର ଘଟଣା ଶୁଣାଉଛନ୍ତି। ମୋର ପାଣ୍ଡୁଙ୍କର ପୁତ୍ରମାନେ କ'ଣ କଲେ? ଶେଷକୁ ଯୁଦ୍ଧ କଲେ। ସେମାନେ ଯୁଦ୍ଧ କରିବା ଉଚିତ ନଥିଲା। ଏପରି ନିନ୍ଦା ବା ଆକ୍ଷେପ ମଧ୍ୟ ଏଠାରେ ଗ୍ରହଣୀୟ ନୁହେଁ, କାରଣ ଯୁଦ୍ଧ ଚାଲିଥିଲା ଓ ଧୃତରାଷ୍ଟ୍ରଙ୍କ ମନରେ ମଧ୍ୟ ଆକ୍ଷେପପୂର୍ବକ ପଚାରିବାର ଭାବନା ନଥିଲା। ଏଠାରେ କିମ୍ ଶବ୍ଦର ଅର୍ଥକୁ ପ୍ରଶ୍ନ ରୂପେ ଗ୍ରହଣ କରିବା ଯଥାର୍ଥ ମନେ ହେଉଛି। ଛୋଟ ବଡ଼ ସମସ୍ତ ଘଟଣାବଳୀକୁ କ୍ରମାନ୍ୱୟରେ ସବିସ୍ତାର ସମ୍ୟକ୍ ଭାବେ ଜାଣିବା ପାଇଁ ଧୃତରାଷ୍ଟ୍ର ସଞ୍ଜୟଙ୍କୁ ପ୍ରଶ୍ନ କରୁଛନ୍ତି। ତେ ବନ୍ଧୁଗଣ, ଏ ଥିଲା ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଲୋକର ବ୍ୟାଖ୍ୟା। ଏହା ପରପର ଭିଡ଼ିଓରେ ଆମେ କ୍ରମାନ୍ୱୟରେ ସମସ୍ତ ଶ୍ଲୋକ ଏବଂ ଅଧ୍ୟାୟ ଗୁଡ଼ିକୁ ଆଲୋଚନା କରିବା। ତେବେ ବନ୍ଧୁଗଣ, ଆଜି ପାଇଁ ଏତିକି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଶ୍ରୀକୃଷ୍ଣ।